ସାହିତ୍ୟିକ ଜୀବନ ଯାହାକୁ ମୋ ଜୀବନରେ ବିଲକୁଲ ଭଲ ପାଉନଥିଲି, ଯାହାର ନାଁ ଶୁଣିଲେ ମୋ ମନରେ ଗୋଟେ ବିତୃଷ୍ଣା ଆସିଯାଉଥିଲା, ତାହାକୁ ଜୀବନ ଯାତ୍ରାରେ ଏକ ଅଦରକାରୀ ଜିନିଷ ବୋଲି ଭାବୁଥିଲି। ସେହି ସାହିତ୍ୟ ଜୀବନର ମଧ୍ୟ ଓ ଶେଷ ଆଡ଼କୁ ମୋର ଏକମାତ୍ର ଅବଲମ୍ବନ ହୋଇଗଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଘୁଷୁରୀ ଓ ମଇଁଷି କାଦୁଅରେ ଲଟର ପଟର ହେଲା ପରି ମୁଁ ସାହିତ୍ୟରେ ଗୋଲେଇ ପୋଲେଇ ହୋଇଗଲି। ଏଇଟା ବିଧିର ନିର୍ଦ୍ଦେଶ ଥିଲା ବୋଲି ମୁଁ ଭାବୁଛି। ମାଇନର ପଢ଼ିଲା ବେଳେ ସ୍କୁଲ ଶିକ୍ଷକ ଦ୍ୱାରା ବାଧ୍ୟବାଧକତାରେ ପଡ଼ି ଅଣପାଠ୍ୟ ପୁସ୍ତକ ରୂପେ ଫକୀରମୋହନଙ୍କ 6 ମାଣ 8 ଗୁଣ୍ଠ ବହିଟି ପ୍ରଥମେ ପଢ଼ିଥିଲି। ତାହା ପୂର୍ବରୁ ଅବଶ୍ୟ ଘରେ ରାମାୟଣ, ମହାଭାରତ, ଭାଗବତ, ନୃସିଂହ ପୁରାଣ, ହରିବଂଶ, ତଅପୋଇ, ଲକ୍ଷ୍ମୀ ପୂଜା ଓ ମାଣବସା ବହି ପ୍ରଭୃତି ବାରମ୍ବାର ପଢ଼ୁଥିଲି। କାରଣ ଆମ ଘରେ ପୁରାଣ ପାଠଟା ନିୟମିତ ରୂପେ ହେଉଥିଲା। ପ୍ରତ୍ୟେକ ପୁରାଣର ପାଠ ଆରମ୍ଭରେ ପୂଜାର୍ଚ୍ଚନା ଓ ଭୋଗ ଇତ୍ୟାଦି ଦେଉଥିଲା। ପାଠ ପଢ଼ିଲେ ବା ଶେଷ ହେଲେ ଭୋଗରାଗ ଇତ୍ୟାଦିର ବ୍ୟବସ୍ଥା ହେଉଥିଲା। ଏହି ଭୋଗରୁ ଟିକିଏ ଅଧିକ ଭାଗ ପାଇବା ଲୋଭରେ ମୁଁ ଏହା ପଢ଼ୁଥିଲି। ଅବଶ୍ୟ ନିୟମିତ ଭାବେ ମୋତେ ତାହା ପଢ଼ିବାକୁ ପଡ଼ୁନଥିଲା। ସେଥିପାଇଁ ପୁରୁଣା ପାଠକ ନିଯୁକ୍ତ ଥିଲେ। ଯେଉଁଦିନ ସେ ନ ଆସିପାରନ୍ତି କିମ୍ବା ଆସିବାରେ ଡେରି ହୁଏ, ସେଦିନ ମୁଁ କିଛି ଅଂଶ ପଢ଼ୁଥିଲି। ମୋତେ ସାରଳା ମହାଭାରତଟି ସବୁଠାରୁ ଭଲ ଲାଗୁଥିଲା। ମାଡ଼ଗୋଳ ଓ ଯୁଦ୍ଧ ଆଦି ମୋ ଦେହକୁ ଉଲସାଇ ଦେଉଥିଲା। ଫଳରେ ମହାଭାରତକୁ ବାରମ୍ବାର ମୁଁ ପଢ଼ି ସାରି ଦେଇଥିଲି। ରାମାୟଣରେ ହନୁମାନ, ମହାଭାରତରେ ଶ୍ରୀକୃଷ୍ଣ, ଭୀମ ଓ ଅର୍ଜୁନ ମୋର ଅତି ପ୍ରିୟ ହୋଇ ଉଠିଥିଲେ। ଆବିଷ୍ଟ ହୋଇ କିଛି କିଛି ପଢ଼ିବା ଫଳରେ ସେଥିପ୍ରତି ସାମାନ୍ୟ ଆସକ୍ତି ମଧ୍ୟ ଜାତ ହେଉଥିଲା। ଏସବୁକୁ ମୁଁ ଏକ ପ୍ରକାର ଅଧା ପାଠ୍ୟପୁସ୍ତକ ରୂପେ ବିବେଚନା କରୁଥିଲି। ଅଣପାଠ୍ୟ ପୁସ୍ତକ ରୂପେ ମୋର ପ୍ରଥମ ବହି ଥିଲା 6 ମାଣ 8 ଗୁଣ୍ଠ। ସମସ୍ତ ବହିରୁ କେବଳ ବୁଢ଼ୀମଙ୍ଗଳା ଅଂଶଟି ମୋର କିଛି କିଛି ମନେ ରହିଲା। କାରଣ ଆମ ସାହିରେ ବୁଢ଼ୀମଙ୍ଗଳାର ଦେଉଳ ଥିଲା। ସେ ମଧ୍ୟ ଆମ ସାହିର ଅଧିଷ୍ଠାତ୍ରୀ ଦେବୀ ଥିଲେ। ଅନ୍ୟ କୌଣସି ଅଣପାଠ୍ୟ ପୁସ୍ତକ ପ୍ରତି ନଜର ପଡ଼ୁନଥିଲା। ଗପ ଶୁଣିବାକୁ ଅବଶ୍ୟ ମୁଁ ଖୁବ୍ ଭଲ ପାଉଥିଲି। ଯେଉଁମାନେ କବିତା ଲେଖୁଥିଲେ, ସେମାନଙ୍କଠାରେ ଐଶୀ ଶକ୍ତି ଅଛି ବୋଲି ଧରି ନେଇଥିଲି। ମାଇନର ପଢ଼ିଲା ବେଳେ ମୋର ଗୋଟେ ସାଙ୍ଗ ଦିନେ ଗୋଟେ କବିତା କାଗଜରେ ଲେଖି ମୋ ଆଗରେ ବୋଲିଦେଲା। କବିତାଟି ଥିଲା ଦୁଃଖନାଶନ ଗାରୁଡ଼ାସନ ପ୍ରଭୁ, ଦୁଃଖ ଜଣାଇବି କାହାକୁ। ସେ ତାହା ନିଜେ ରଚନା କରିଛି ବୋଲି ମୋତେ କହିଲା। ସଙ୍ଗେ ସଙ୍ଗେ ତା ପାଖରେ ଗୋଟେ ମୁଣ୍ଡ ଭକ୍ତିରେ ନଇଁ ପଡ଼ିଲି। ଐଶ୍ୱରିକ ଶକ୍ତି ତା ଦେହଯାକ ଭର୍ତ୍ତି ହୋଇଯାଇଛି ବୋଲି ମୁଁ ଅନୁଭବ କଲି। ତାହାର ଏହି ଶକ୍ତି ବିଷୟ ମୁଁ ଅନ୍ୟ ସାଙ୍ଗକୁ ମଧ୍ୟ ଜଣାଇଦେଲି। ଏ କଥାଟା କ୍ରମେ ସାହିତ୍ୟ ସାର୍ଙ୍କ କାନ ଯାଇ ଗଲା। ସାର୍ ତାକୁ ଧରି ଏପରି ମିଛ କଥା କାହିଁକି କହୁଛୁ ବୋଲି କହି 2-4 ଖୁନ୍ଦା ଦେବାରୁ ସେ ଗୋଟେ ବହିରୁ ତାହା ଉତ୍ତାରି ଦେଇଛି ବୋଲି କହିଥିଲା। ତାଠାରେ ଆମେ ଏ ଐଶ୍ୱରିକ ଶକ୍ତି ଦେଖି ପାରିଲୁ ନାହିଁ। ମୋର ମନେହେଲା ସବୁ କବିଗୁଡ଼ାକ ଏହିପରି ୟାତ ବହିରୁ ଉତ୍ତାରି ଦେଉଛନ୍ତି। ସେମାନଙ୍କ ପ୍ରତି ଆଉ ଭକ୍ତି ରହିଲା ନାହିଁ। କେବଳ ପାଠ୍ୟପୁସ୍ତକରେ ଥିବା ଗଦ୍ୟପଦ୍ୟ ଗୁଡ଼ିକୁ ଘାଣ୍ଟି ଲେଖା ତାହା ହିଁ ମନରେ ରହିଲା। କାରଣ ସାର୍ ସେସବୁ ଗୁଡ଼ିକର ବହୁତ ତାରିଫ କରୁଥିଲେ। ଲେଖିବା ଶକ୍ତି ବଢ଼ାଇବା ଲାଗି ଗୃହ ଶିକ୍ଷକ ଆମ ଦୁହିଁଙ୍କୁ ଅର୍ଥାତ୍ ମୁଁ ଓ ମୋ ସହିତ ଏକାଠି ପଢ଼ୁଥିବା କୋକିଙ୍କ ଜ୍ୟେଷ୍ଠ ପୁତ୍ର ହୃଷିକେଶ ମିଶ୍ର ପାଠ ଛଡ଼ା ଅନ୍ୟାନ୍ୟ ଆଲୁକୁଚି ମାଲୁକୁଚି ବିଷୟ ମଧ୍ୟ ଲେଖିବାକୁ ଆରମ୍ଭ କରିଥିଲି। ଅନେକ ଥର ଗାଳି ଖାଇବା ପରେ ମୁଁ ଆଲୁକୁଚି ମାଲୁକୁଚି କିଛି ଲେଖିଥିଲି। ତାହା ଅବଶ୍ୟ ହାସ୍ୟରସାତ୍ମକ ଥିଲା। ମାଇନର ପଢ଼ା ଶେଷ ହୋଇଥିଲା, କିନ୍ତୁ ସାହିତ୍ୟ ମୋ ଭିତରେ ଜୁରିଲା ନାହିଁ। କିଛି ଲେଖାଲେଖି କରିନଥିଲି ସତ, କିନ୍ତୁ ହାଇସ୍କୁଲରେ ସମସ୍ତଙ୍କର ଅଣପାଠ୍ୟ ପୁସ୍ତକ ପଢ଼ିବାର ଆଗ୍ରହ ଦେଖି ମୋର ମଧ୍ୟ ଆଗ୍ରହ ଧୀରେ ଧୀରେ ଉଙ୍କୁରିଲା। କଥାରେ ଅଛି, ତୋର ଦେଖି ମୋର ଡେଇଁଲା ଡାହାଣ ଆଖି। ଆଖି ଡିଆଁଟା କ୍ରମେ ବଢ଼ିବାରୁ ମୁଁ ଅଣପାଠ୍ୟ ପୁସ୍ତକ ଲାଇବ୍ରେରୀରୁ ଆଣି ପଢ଼ିବା ଲାଗି ଚେଷ୍ଟା କଲି। ସେହି 6 ମାଣ 8 ଗୁଣ୍ଠ ବହିଟି ମୋର ମନେ ଥିଲା। ବହି ତାଲିକା ଭିତରୁ ତାକୁ ଚିହ୍ନି ପାରିଲି, ଲାଇବ୍ରେରୀରୁ ଆଣିଲି। ଫକୀରମୋହନଙ୍କ ବ୍ୟଙ୍ଗକୁ ଧରି ପାରିବା ଶକ୍ତି ମୋର ସେତେବେଳେ ହୋଇନଥିଲା। ରାମଚନ୍ଦ୍ର ମଙ୍ଗରାଜଙ୍କୁ ମୁଁ ଗୋଟେ ଉଦାର ହୃଦୟ ଓ ଭଲ ଲୋକ ବୋଲି ଭାବି ନେଇଥିଲି। କଟକ ସହରରେ ଆମର ଗୋଟେ 10 ଏକରିଆ ଧାନ ଜମି ଥିଲା। ଏଠାରେ ଧାନ ରୋଇବା ମୁଁ ବହୁବାର ଦେଖିଛି। ରୋଇଲା ବେଳେ ମୂଲିଆମାନଙ୍କ ଆମ ଘର ମୂଲିଆ ଆକଟିବାର ମଧ୍ୟ ଶୁଣିଛି। ଆମ ଜମିରେ ଧାନ ରୋଇବାର ଖିଲାପ କଲେ ଆମ ଘର ମୂଲିଆ ଆକଟିବାର କଥା। କିନ୍ତୁ 6 ମାଣ 8 ଗୁଣ୍ଠରେ ସେ ବିଲଟା ମଙ୍ଗରାଜଙ୍କର ନଥିଲା। ନିଜ ଜମିକୁ ଛାଡ଼ିଦେଇ ସେ ଅନ୍ୟର ଜମିରେ ରୁଆରୁଇରେ ବ୍ୟତିକ୍ରମ ହୋଇଥିବା ଦର୍ଶାଇ ତାର ପ୍ରତିକାର କରାଇଦେବା ମଙ୍ଗରାଜଙ୍କର ମହାନୁଭବତାର ପରିଚୟ ବୋଲି ମୁଁ ସେତେବେଳେ ଭାବିଥିଲି। ଯାହା ହେଉ, 6 ମାଣ 8 ଗୁଣ୍ଠଟି ପଢ଼ିବାକୁ ମୋତେ ଭାରି ଭଲ ଲାଗିଲା। ତେଣୁ ଫକୀରମୋହନଙ୍କର ସମସ୍ତ ବହି ମୁଁ ସେହି ସମୟରେ ପଢ଼ି ଦେଇଥିଲି। ପଢ଼ିବାକୁ ଭଲ ଲାଗୁଥାଏ, କିନ୍ତୁ ଫକୀରମୋହନଙ୍କର ବ୍ୟଙ୍ଗକୁ ଠିକ୍ ଭାବେ ଧରି ପାରୁନଥାଏ। କ୍ରମେ ମୋର ପଢ଼ିବାର ଆଗ୍ରହ ବଢ଼ିଲା। ମୁଁ ବଜାରରୁ କମଳ କୁମାରୀ
ରୂପା ଛାଡ଼ି ଆଦି କେତୋଟି ବହି କିଣି ପଢ଼ିଥିଲି। ଘରେ ମଧ୍ୟ ଏଥିପାଇଁ ମୋତେ ଟଙ୍କା ଦେବାରୁ କୁଣ୍ଠାବୋଧ କରିନଥିଲେ। ସାହିତ୍ୟଟା ମଣିଷ କି ଚଢ଼େଇ ତାହା ଜାଣିଲେ, କିନ୍ତୁ ସେହି ଧରଣର ତାଇ ମଣିଷଟିଏ ବା ଚଢ଼େଇଟି ଲେଖିବାର ଇଚ୍ଛାର ଉଦ୍ରେକ ବିଲକୁଲ ହେଲା ନାହିଁ। ଏକାଦଶ ଶ୍ରେଣୀରେ ପଢ଼ିବା ବେଳେ ଆମର ସଂସ୍କୃତ ଶିକ୍ଷକ ଆମମାନଙ୍କୁ ପ୍ରକାଶୋନ୍ମୁଖ ସ୍କୁଲ ପତ୍ରିକା, ଛାତ୍ରବନ୍ଧୁ ପାଇଁ ଗପ ଓ କବିତା ସବୁ ଲେଖିବା ଲାଗି କହିଲେ। ତାହା ମୋର ଏ କାନରେ ପଶି ସେ କାନ ବାଟେ ବାହାରିଗଲା। ପ୍ରାୟ 15 ଦିନ ପରେ ପୁଣି ସେ ଶ୍ରେଣୀରେ କହିଲେ, ସମସ୍ତେ ଖାଲି କବି ପାଲଟି ଯାଇଛ, କାହାରି ଗୋଟେ ଗପ ନାହିଁ ଏଥିରେ ପତ୍ରିକା ବାହାରିବ କେମିତି? ଜଣେ ହେଲେ ଗୋଟେ ଗପଟି ଲେଖିଲ ନାହିଁ। ମୁଁ କହିଲି, ସାର୍, ମୁଁ ଗପଟି ଲେଖିଲେ ଆପଣ କାଢ଼ିବେ? ସେ କହିଲେ, ହଁ ହଁ, ନିଶ୍ଚୟ କାଢ଼ିଯିବ। ତୁ ଶୀଘ୍ର ଲେଖିକରି ଆଣ। ମୁଁ ଗପଟି ଲେଖି ତାକୁ ଦେଲି। ତାହା ମଧ୍ୟ ପତ୍ରିକାରେ ପ୍ରକାଶିତ ହୋଇଗଲା। କ'ଣ ଲେଖା ହୋଇଥିଲା ମୋର ଆଉ ମନେ ନାହିଁ। ସାଙ୍ଗ ପିଲାଏ ମୋତେ ବହୁତ ଛିଗୁଲେଇଲେ। ମୁଁ ସେଥିରେ ତଗି ନ ଯାଇ କହିଲି, କେହି ତ ଲେଖିଲ ନାହିଁ, ମୁଁ ଲେଖିବାରୁ ମୋତେ ଛିଗୁଲେଉଛ? ସେତିକିରେ ମୋର ଲେଖାଲେଖି କହିବାର ଇଚ୍ଛାର ଗଜାମରୁଡ଼ି ହୋଇଗଲା। 1931ରେ ରେଭେନ୍ସା କଲିଜିଏଟ୍ ସ୍କୁଲରୁ ପାସ୍ କରି ମେଡ଼ିକାଲ ସ୍କୁଲରେ ପଶିଲି। ରସିନ୍ ମେଡ଼ିକାଲ ଶାସ୍ତ୍ର ସବୁ ପଢ଼ି ପଢ଼ି ମନ ଚିଟା ଧରିବାରୁ ପତ୍ରିକା ପଢ଼ା ଆରମ୍ଭ କଲି। ପତ୍ରିକା ଗୁଡ଼ିକରୁ କେବଳ ହଂସଗପ ଓ ବିଜ୍ଞାନ ବାର୍ତ୍ତା ସବୁ ପଢ଼ି ପତ୍ରିକା ଫୋପାଡ଼ି ଦେଉଥିଲି। ମୋର ସେତେବେଳକୁ ମନରେ ଗୋଟାଏ ଧାରଣା ହୋଇଯାଇଥିଲା ଯେ ଗଳ୍ପ ଉପନ୍ୟାସ ପଢ଼ିବା ଦ୍ୱାରା ସମୟର ଅପଚୟ ହିଁ ହୋଇଥାଏ। ଯେଉଁ ଲୋକମାନେ ଅୟସରେ ଥାଆନ୍ତି ସେମାନେ ଉପନ୍ୟାସ ଓ ଗଳ୍ପ ସବୁ ପଢ଼ି ସମସ୍ତ ଅତିବାହିତ କରନ୍ତି। ସମୟଗୁଡ଼ିକ ଅତିବାହିତ କରିବା ଲାଗି ସେମାନଙ୍କର ଅନ୍ୟ କୌଣସି ପନ୍ଥା ନଥିବାରୁ ଏଇଥିରେ ସେମାନେ ସମୟ କଟାନ୍ତି। ଅନ୍ୟମାନଙ୍କର ଏପରି କରିବାର ଅବକାଶ ନଥାଏ। ବିଜ୍ଞାନ ହିଁ ମନୁଷ୍ୟମାନଙ୍କର ଏକମାତ୍ର ଅବଲମ୍ବନ ହେବା ଉଚିତ। ମୁଁ ମୋର ସମୟଗୁଡ଼ାକ କଟାଇବା ଲାଗି ବହୁ ପତ୍ରିକା ପଢ଼ାପଢ଼ି କଲି, କିନ୍ତୁ ଲେଖାଲେଖି କରିବାର କଳ୍ପନା କେବେ ହେଲେ କରିନଥିଲି। ଦ୍ୱିତୀୟ ବାର୍ଷିକ ଶ୍ରେଣୀରେ ପଢ଼ିଲା ବେଳେ ମୋର ସହପାଠୀ ଜୟକୃଷ୍ଣ ମହାନ୍ତି ଲେଖାଲେଖି କରୁଥିଲେ। ସମସ୍ତେ ନିଜ ନିଜର ପଢ଼ାପଢ଼ିରେ ସର୍ବଦା ବ୍ୟସ୍ତ ଥାନ୍ତି। ମୁଁ ଏକା କେବଳ ଖାଡ଼ିଆ ଦେଇ ବୁଲୁଥାଏ। ଦିନେ ସେ ମୋତେ ଡାକ ପକାଇ କହିଲା, ହେ ରାମ, ଶୁଣ। ମୋତେ ଡାକି ସେ ତା ଖଟ ଉପରେ ବସାଇଲା। ମୁଁ ପଚାରିଲି, କ'ଣ? ସେ ମୋତେ କହିଲା, ଗୋଟେ ଜିନିଷ ଲେଖିଛି, ଟିକେ ଶୁଣିଲୁ। ଆଉ କାହାର ସିନା ଶୁଣିବାକୁ ସମୟ ନଥାଏ, ମୋର ତ ଯଥେଷ୍ଟ ଥାଏ। ତେଣୁ ମୁଁ କହିଲି, ହଉ, ପଢ଼। ସେ ଗୋଟେ ଖାତାରୁ ପଢ଼ିବାକୁ ଆରମ୍ଭ କଲା। ମୋତେ ତାହା ଉପନ୍ୟାସ ପରି ବୁଝାଗଲା। ମନେ ମନେ ଭାବୁଥାଏ, ଏଇଟା ତ ଉପନ୍ୟାସ କି ଗପଟାଏ ହେବ ବୋଧହୁଏ। ଚୁପ୍ ହୋଇ ବସିଲି। ମନେ ମନେ ମୋର ଅନ୍ୟ କଥା ସବୁ ଭାବୁଥାଏ। ସେ ତାର 10-15 ମିନିଟ୍ ପଢ଼ି ମୋତେ ପଚାରିଲା, କେମିତି ହୋଇଛି? ମୁଁ ହଡ଼ବଡ଼େଇ ଗଲି। କ'ଣ କହିବି କିଛି ଭାବି ନ ପାରି ଓ ମନ କଥା ଲୁଚାଇ କହିଦେଲି, ଭଲ ହୋଇଛି। ସେ ଯଦି ସେତିକିବେଳେ ମୋତେ ପଚାରି ଦେଇଥାନ୍ତା, କେଉଁ ଅଂଶଟା ତୋତେ ବେଶୀ ଭଲ ଲାଗିଲା, ତେବେ ମୁଁ ବଡ଼ ଅସୁବିଧାରେ ପଡ଼ିଯାଇଥାନ୍ତି। ସେ ଯାହା ହେଉ ତାହା ନ କରି ମୋତେ ପୁଣି କହିଲା, ଏହି ଉପନ୍ୟାସଟିକୁ ଗୋଟେ ପ୍ରକାଶକଙ୍କ ପାଖକୁ ନେଇଥିଲି। ସେ ତାକୁ ନେଇ ମୋତେ 200 ଟଙ୍କା ଦେବେ ବୋଲି କହିଲେ। ମୁଁ ତାକୁ ନ ଦେଇ ଫେରାଇ ଆଣିଲି। ଏହା ଶୁଣି ମୋର ମୁଣ୍ଡ ଗୋଲମାଲ ହୋଇଗଲା। ମୁଁ ତାକୁ କହିଲି, ହଇରେ, ତୁ ତାକୁ ତୋ ବହି ଛାପିବାକୁ ଦେଲୁ। ତାକୁ ଛାପିବା ଖର୍ଚ୍ଚ ସିନା ତୁ ଦିଅନ୍ତୁ। ତୁ କହୁଛୁ କ'ଣ ନା ସେ ଓଲଟା ତୋତେ ଟଙ୍କା ଦେଇଥାନ୍ତା। ତୁ କ'ଣ ତାର ଜ୍ୱାଇଁ କି? ମୋର ମୂର୍ଖତା ଦେଖି ସେ ବିଗିଡ଼ିଗଲା। ମୋତେ ଗାଳି ଦେଇ ସେ କହିଲା, ହାଁ, ଓଲୁ କୋଉଠିକାର ଏତକ ଜାଣୁନୁ? ମୁଁ ବି ନଛୋଡ଼ବନ୍ଧା। କହିଲି, ସବୁବେଳେ ପଢ଼ି ପଢ଼ି ତୋ ମୁଣ୍ଡ ଖରାପ ହୋଇଗଲାଣି? ଏତିକି ସାଧାରଣ ଜ୍ଞାନ ବି ତୋର ନାହିଁ ଯେ କୌଣସି ଜିନିଷ ଛାପିବାକୁ ଦେଇ ତା ସହିତ ପଇସା ଦେବାକୁ ପଡ଼େ? ତୁ ଓଲୁଟା କହୁଛୁ ତୋତେ ସେ ଟଙ୍କା ଦେଇଥାନ୍ତା? ତୋ ମୁଣ୍ଡ ଖରାପ ହୋଇଗଲାଣି? ଯା, ମୁଣ୍ଡ ଧୋଇ ପକା। ସେ ଛାଡ଼ିବାର ପାତ୍ର ନୁହେଁ। ମୋ ପରି ଜଣେ ସାଧାରଣ ଜ୍ଞାନ ବିହୀନ ମୂର୍ଖକୁ କିଞ୍ଚିତ୍ ଜ୍ଞାନ ଦେବାକୁ ଯାଇ ସେ ମୋତେ ବୁଝାଇ ବସିଲା। ଆବେ ଓଲୁ, ପ୍ରକାଶକ କିଛି ବହି ନିଜେ ଲେଖେ ନାହିଁ। ଯେଉଁମାନେ ବହି ଲେଖନ୍ତି ସେମାନଙ୍କଠାରୁ ସେ ପାଣ୍ଡୁଲିପି ନିଏ, ତାକୁ ଛାପେ ଏବଂ ବିକେ। ସେଥିରୁ ସେ ବହୁତ ପଇସା ପାଏ। ସେଥିରେ ସେ କିଛି ଅଂଶ ଲେଖକଙ୍କୁ ଦିଏ। ଏହାକୁ ରୟାଲିଟି କହନ୍ତି। ମୁଁ ତାହା ସାଙ୍ଗରେ ଆଉ ବକର ହୋଇ ନାହିଁ। ପ୍ରସଙ୍ଗକ୍ରମେ ମୁଁ ଆଉ କ'ଣ 2 ଜଣଙ୍କୁ ଜୟୀ ମହାନ୍ତିର ମୁଣ୍ଡ ଖରାପ ହୋଇ ଯାଇଥିବା ବର୍ଣ୍ଣନା କରି ଏହି ଘଟଣା କହିଥିଲି। ସେମାନେ ଓଲଟି ମୋ ମୁଣ୍ଡ ଖରାପ ହୋଇଛି ବୋଲି କହିବାରୁ ମୁଁ ଚୁପ୍ଚାପ୍ ରହିଗଲି। କିନ୍ତୁ ଜୟୀ ମହାନ୍ତିଠାରୁ ଗୋଟିଏ ଅମୂଲ୍ୟ ଜ୍ଞାନ ହାସଲ କଲି ଯେ ବହି ଲେଖିଲେ ରୟାଲିଟି ଆକାରରେ ପଇସା ମିଳେ। ଆଉ ଗୋଟିଏ ଅମୂଲ୍ୟ ଜ୍ଞାନ ମଧ୍ୟ ମୁଁ ଅନ୍ୟମାନଙ୍କଠାରୁ ପାଇଥିଲି। ତାର କେତେ ବର୍ଷ ପରେ ନୂଆ ହୋଇ ଡଗର ବାହାରିଲା। ଦାମ୍ 4 ପଇସା ଥାଏ। ପତ୍ରିକା ବିକାଳିଟି ପଇସା ପରି ନେବ କହି ମୋତେ ଖଣ୍ଡେ ଡଗର ଦେଇ ଚାଲିଗଲା। ଡଗର
ଡଗରଟି ପଢ଼ିଲି। ତା ମୋତେ ଖୁବ୍ ଆନନ୍ଦ ଦେଲା। ପ୍ରତି 15 ଦିନରେ ଗୋଟେ ଲେଖା ଡଗର କିଣିବାକୁ ମୋତେ ସାମାନ୍ୟ ବାଧୁଥିଲା। ଚା ସିଗାରେଟରେ ବହୁତ ପଇସା ସେତେବେଳେ ଉଡ଼ି ଯାଉଥିଲା। ତଥାପି ମୁଁ ଡଗର କିଣୁଥିଲି। ଦିନେ ମୋର ଜଣେ ସାଙ୍ଗ ହାତରେ ଗୋଟେ ନୂଆ ଡଗର ଦେଖିଲି। ତାକୁ ପଚାରିଲି, କିରେ ଡଗର ଟିଏ କିଣିଲୁ କିରେ? ସେ କହିଲା, ନାହିଁ, ମୋତେ ଗୋଟେ କମ୍ପ୍ଲିମେଣ୍ଟାରୀ କପି ମିଳିଛି। ମୁଁ ତାକୁ ପୁଣି ପଚାରିଲି, କମ୍ପ୍ଲିମେଣ୍ଟାରୀ କପି କ'ଣ? ସେ ବୁଝାଇଦେଲା, ଯେଉଁମାନଙ୍କର ଲେଖା ସେ ପତ୍ରିକାରେ ବାହାରେ ସେ ବିନା ମୂଲ୍ୟରେ ଗୋଟେ କପି ପାଏ। ତାକୁ କମ୍ପ୍ଲିମେଣ୍ଟାରୀ କପି କହନ୍ତି। ଏ ଦ୍ୱିତୀୟ ଜ୍ଞାନଟି ମୁଁ ମନରେ ରଖିଲି। କ୍ରମେ ମୋର ମେଡ଼ିକାଲ ପାଠ ସରିଲା। ମୁଁ ବ୍ୟାଧିଗ୍ରସ୍ତ ହୋଇ ଘରେ ଆସି ବସିଲି। ମେଡ଼ିକାଲରେ ପଢ଼ୁଥିଲି ବୋଲି ଘରୁ ପଇସା ଠକି ଠକି ନେଇ ଖର୍ଚ୍ଚ କରୁଥିଲି। ପାସ୍ କରିସାରି ଘରେ ବସିଲି, ଆଉ ଟଙ୍କା ମିଳିବ କୁଆଡ଼ୁ? ଜୟୀ ମହାନ୍ତି କଥା ମନେ ପଡ଼ିଗଲା। ମନରେ ଧୈର୍ଯ୍ୟ ଧରିଲି। ଭାବିଲି, ଡାକ୍ତରୀ କରିଥିଲେ ମାସକୁ 60ଟି ଟଙ୍କା ଦରମା ପାଇଥାନ୍ତି। ଚାକିରି ନ ହେଲା ନାହିଁ। ମୁଁ ମାସେ କାଲି ବସି ଯଦି ଗୋଟେ ବହି ଲେଖି ପ୍ରକାଶକଙ୍କୁ ଦେଇଦେବି, ସେ ମୋତେ 200 ଟଙ୍କା ଦେବ। ଦରମାର ଡବଲ ଟଙ୍କାରୁ ଆହୁରି ଅଧିକ ପାଇପାରିବି। ମନରେ ଆଣ୍ଟ ବାନ୍ଧିଲି, ନା, ମୁଁ ବହି ଲେଖିବି। ଡଗର ପତ୍ରିକାଟି ମୋ ମନକୁ ଖୁବ୍ ଆକୃଷ୍ଟ କରିଦେଇଥାଏ, କିନ୍ତୁ ପଇସା କିଣିବି କୁଆଡ଼ୁ? ମେଡ଼ିକାଲରୁ ଲାଭ କରିଥିବା ଦ୍ୱିତୀୟ ଜ୍ଞାନଟି ମୁଁ କାମରେ ଲଗାଇଲି। ଭାବିଲି, ଗୋଟେ ଗୋଟେ ଲେଖା ଡଗରକୁ ପଠାଇଦେବି। ସେଠାରୁ ଗୋଟେ ଗୋଟେ କମ୍ପ୍ଲିମେଣ୍ଟାରୀ କପି ଆସିଯିବ। ଆଉ ଚିନ୍ତା କ'ଣ? ତରତର ହୋଇ ଡଗର ପାଇଁ ଲେଖା ପଠାଇବା ଲାଗି ଉଠି ବସିଲି। କବି ଲଢ଼େଇ ନାମରେ ଗୋଟେ ପଦ୍ୟ ମୁଁ ଆଗରୁ ଲେଖିଥିଲି। ସହକାର ପତ୍ରିକାକୁ ଯାଇ ଅମନୋନୀତ ହୋଇ ତାହା ଫେରି ଆସିଥିଲା। ତହିଁରେ ଆଉ କିଛି ଯୋଗ କରି ଡଗରକୁ ପଠାଇଦେଲି। ସେତେବେଳେ ଲେଖକର ନାଁ ଦେବାରେ ମୋର ଗୋଟେ ସମସ୍ୟା ଉପୁଜିଲା। ଭାବିଲି, ଲେଖାଟି ବାହାରିବା ପରେ ଯଦି ପାଠକମାନଙ୍କର ପସନ୍ଦ ହୁଏ ତେବେ ତ ଭଲ କଥା। ଯଦି ନ ହୁଏ ତେବେ ମୋତେ ସମସ୍ତେ ଗାଳିଗୁଲାଜ କରିବେ। ସେତେବେଳେ ଆଉ ପଦାରେ ମୁହଁ ଦେଖାଇ ପାରିବିନି। ସମସ୍ତେ ଟିଟିକାରି ମାରିବେ। ମେଡ଼ିକାଲରେ ପଢ଼ିଲା ବେଳେ ଯେଉଁ ଫତୁରାନନ୍ଦ ନାଁଟି ଜଣେ ବନ୍ଧୁ ମୋତେ ଦେଇଥିଲେ, ଲେଖକ ସ୍ଥାନରେ ସେହି ଗୋଟାଏ ବ୍ୟବହାର କଲି। ଯଦି ପାଠକମାନେ ଗାଳିଗୁଲାଜ କରିବେ ତେବେ ମୁଁ ବି ଫତୁରାନନ୍ଦଙ୍କୁ 2 ପଦ ଗାଳି ଦେଇ କହିବି, ମୋଚଡ଼ଟା କାହିଁକି କଲମ ଧରିଲା କେଜାଣି? ଯଦି ସମସ୍ତେ ବାହା ବାହା କରିବେ ତେବେ ସମସ୍ତଙ୍କ ଆଗରେ ଛାତି ଫୁଲେଇ କହିବି, ମୁଁ ପରା ସେଇ ଫତୁରାନନ୍ଦ। କିଛିଦିନ ପରେ ଡଗରର ପରିଚାଳନା ସମ୍ପାଦକ ଶ୍ରୀଯୁକ୍ତ ରାଇମୋହନ ଦାସଙ୍କଠାରୁ ଗୋଟେ ବଢ଼ିଆ ପ୍ରଶଂସା ପତ୍ର ସେହି କବି ଲଢ଼େଇ ଲାଗି ପାଇଲି। ଡଗରରେ ତାହା ଧାରାବାହିକ ଭାବେ ପ୍ରକାଶ ପାଇଲା ଏବଂ ଖଣ୍ଡେ ଡଗର ମୋ ପାଖକୁ ଆସିଲା। ଏଇ ତ ମାଗଣାରେ ପତ୍ରିକା ପାଇବା କଥା ସ୍ଥିର ହୋଇଗଲା। କିନ୍ତୁ ଦରମା? ସେଥିପାଇଁ ଯେ ଉପନ୍ୟାସଟି ଲେଖିବାକୁ ପଡ଼ିବ। 4-5 ଦିନ ଅନବରତ ଭାବି ପ୍ଲଟ୍ଟି ଠିକ୍ କରିନେଲି। ସବୁ ଯୋଜନା ଠିକ୍ ଠାକ୍ କରି ଲେଖା ଆରମ୍ଭ କରିଦେଲି। ଏହା ସଙ୍ଗେ ସଙ୍ଗେ ପତ୍ରିକା ଖଣ୍ଡେ ପାଇବା ଲାଗି ଗପ ଗୋଟେ ଲେଖି ମଧ୍ୟ ଡଗରକୁ ପଠାଇଲି। ମୋଟ ଉପରେ ଗପ ଉପନ୍ୟାସ ଏକ ସମୟରେ ଲେଖା ଚାଲିଥାଏ। ଗପଟିକୁ ଦୁଃଖାନ୍ତକ ହୋଇଥିଲେ ଭଲ ହୁଏ ବୋଲି ମୁଁ ଭାବି ସେହିପରି ଲେଖିଥିଲି। ତାହା ସବୁ ଡଗରରେ ବାହାରିଲା। ଅଧ୍ୟାପକ ରାଜକିଶୋର ରାୟ ସମାଜର ବାର୍ଷିକ ସାଂଖ୍ୟରେ ମୋର କବି ଲଢ଼େଇ ଲେଖାଟିର ଖୁବ୍ ତାରିଫ କରିଥିଲେ। ତାହା ମୋତେ ଅଧିକ ଉତ୍ସାହିତ କଲା। ମୁଁ ପ୍ରଥମ ଥର ପାଇଁ ତାଙ୍କ ଲେଖାରୁ ଜାଣିଲି ଯେ ମୋର ସେହି କବି ଲଢ଼େଇ ଲେଖାଟି ଗୋଟେ ଅତି ଉଚ୍ଚ ଧରଣର ପ୍ୟାରୋଡ଼ି ଏବଂ ମୁଁ ଜଣେ ସିଦ୍ଧହସ୍ତ ପ୍ୟାରୋଡ଼ି ଲେଖକ। ମୁଁ ସେ ପର୍ଯ୍ୟନ୍ତ ଜାଣିନଥିଲି ଯେ ମୁଁ ଯାହା ଲେଖିଛି ତାକୁ ପ୍ୟାରୋଡ଼ି କହନ୍ତି। ମୁଁ ମନେ ମନେ ନିଶ୍ଚିତ ହୋଇଗଲି ଯେ ମୁଁ ଜଣେ ଲେଖକ ହୋଇପାରିବି। ପ୍ରଥମ ବହିର ନାଁକୁ ମୁଁ ଦେଇଥିଲି ନାକଟା ଚିତ୍ରକର। ଭାବୁଥିଲି ମାସକରେ ତାହା ସରିଯିବ। ପ୍ରଥମ ପରିଚ୍ଛେଦଟି ହିଁ ଲେଖିବା ପାଇଁ ମାସକରୁ ବେଶି ସମୟ ଲାଗିଗଲା। ବହିଟି ସରିବାକୁ ପ୍ରାୟ 2 ବର୍ଷରୁ ବେଶି ଲାଗିଗଲା। ଲେଖା ସାରି ପାଣ୍ଡୁଲିପିକୁ ପ୍ରକାଶକମାନଙ୍କ ପାଖକୁ ପଠାଇଲି। ସମସ୍ତେ ତା'ର ଦୁର୍ଗୁଣ ଗାଇ ପାଣ୍ଡୁଲିପିଟିକୁ ଫେରସ୍ତ କରିଦେଲେ। ଶେଷରେ ଦିନେ ମୋର ପଡ଼ୋଶୀ ଏବଂ ଏବର ସାଂସ୍କୃତିକ ବିଭାଗର ଡେପୁଟି ସେକ୍ରେଟାରୀ ଶ୍ରୀଯୁକ୍ତ ସୁଧାଂଶୁ ମୋହନ ରାଉତରାୟ ମୋତେ ଆସି କହିଲେ, ରାମ କୋକେଇ, ଏବେ କଟକରେ ଭାରତୀ ବିହାରୀ ନାମକ ଏକ ପ୍ରକାଶନ ସଂସ୍ଥା ସ୍ଥାପିତ ହୋଇଛି। ତାହାର ଜେନେରାଲ ମ୍ୟାନେଜର ରୂପ ଓଡ଼ିଆରେ M.A. ହୋଇଥିବା ଶ୍ରୀଯୁକ୍ତ ପରମାନନ୍ଦ ମିଶ୍ର ଅଛନ୍ତି। ମୁଁ ତାଙ୍କୁ ତୁମ ପାଣ୍ଡୁଲିପିଟି ଦେବି। ମୋର ଆଶା ସେ ନିଶ୍ଚୟ ଛାପିବେ। ମୁଁ ସଙ୍ଗେ ସଙ୍ଗେ ସୁଧାଂଶୁକୁ ଦେଲି। କିଛିଦିନ ପରେ ସେ ଆସି ମୋତେ କହିଲା, ରାମ କୋକେଇ, ପରମାନନ୍ଦ ମିଶ୍ର କହୁଛନ୍ତି ଯେ ଯଦି ତାଙ୍କର ମତାମତ ପାଣ୍ଡୁଲିପି ଉପରେ ଲେଖିଦେବାର କ୍ଷମତା ପାଇବେ ତାହେଲେ ସେ ତାକୁ ପଢ଼ିବେ। ମୁଁ ତ ହୁଁ କହିଲି। ହଉ, ମୁଁ ରାଜି। କିଛିଦିନ ପରେ ସେ ପୁଣି ପାଣ୍ଡୁଲିପିଟିକୁ ଧରି ମୋ ପାଖକୁ ଫେରି ଆସିଲେ ଏବଂ କହିଲେ, ରାମ କୋକେଇ, ସେ ୟାକୁ ପସନ୍ଦ କଲେ ନାହିଁ ଏବଂ ତାହା ମଧ୍ୟ ପାଣ୍ଡୁଲିପିରେ ଲେଖିଦେଇଛନ୍ତି। ମୁଁ ପାଣ୍ଡୁଲିପି ଖୋଲି ଦେଖିଲି, ସେଥିରେ ଲେଖା ହୋଇଛି, ହ୍ୱେ ସଚ୍ ଏ ପୁଅର୍ ଆଟେମ୍ପ୍ଟ। ତା ତଳେ ତାଙ୍କର ଦସ୍ତଖତ ଥିଲା।
ମୁଁ ଏକାବେଳକେ ଭାଙ୍ଗି ପଡ଼ିଲି। ବସି ଭାବିଲି ବହିଟା ବୋଧହୁଏ ପ୍ରକୃତରେ ଭଲ ନୁହେଁ। ମୁଁ ନିଜେ ଲେଖିଥିବାରୁ ତହିଁରେ ଥିବା ଦୋଷଗୁଡ଼ିକ ଦେଖିପାରୁନଥିଲି। ଅକାରଣରେ ଏତେଗୁଡ଼ିଏ ପରିଶ୍ରମ କଲି ବୋଲି ମୁଁ ଭାବି ମୁଁ ହତୋତ୍ସାହ ହୋଇଗଲି। ଆଉ କିଛି ଦିନ ଯାଇଥିଲେ ମୁଁ ସେ ପାଣ୍ଡୁଲିପିଟିକୁ ଚୁଲିରେ ଭର୍ତ୍ତି କରି ଦେଇଥାନ୍ତି। କିନ୍ତୁ ବିଧାତାଙ୍କର ଅନ୍ୟ ପ୍ରକାର ଇଚ୍ଛା ଥିଲା। ସେହି ସମୟରେ ସ୍ୱୟଂ କାନ୍ତକବି ଡଗର ପ୍ରେସରେ ଆସି ରହିଲେ। ତାଙ୍କ ପାଖରେ ସେ ପାଣ୍ଡୁଲିପିଟାକୁ ପଠାଇଲି। ସେ ଶୁଣି ବହୁତ ତାରିଫ କଲେ ଏବଂ ନିତ୍ୟାନନ୍ଦ ବାବୁଙ୍କୁ କହିଲେ, ନିତାଇ, ଏ ବହିଟାକୁ ଆମର ଛାପିଦେବା ଉଚିତ। ସେ ମଧ୍ୟ ଏଥିରେ ରାଜି ଥିଲେ। ନାକଟା ଚିତ୍ରକର ପ୍ରଥମ ପ୍ରକାଶ। ଏ ସମୟରେ ଆମର ଗୋଟେ ଇସମାଇଲ ଜମି ବିକ୍ରି ହୋଇଥିଲା। ମୋ ଭାଗରେ ପ୍ରାୟ 3000 ଟଙ୍କା ପଡ଼ିଥିଲା। ସେଥିରୁ 600 ଟଙ୍କା ଖର୍ଚ୍ଚ କରି ମୁଁ ବହିଟିକୁ ଡଗର ପ୍ରେସରେ ଛପାଇ ଦେଲି। ବହିଟିର ଦାମ 2 ଟଙ୍କା ଥିଲା। ପ୍ରଥମ ବହିଟିକୁ ନିତ୍ୟାନନ୍ଦ ବାବୁଙ୍କୁ ବିକିଲି। ସେ 2 ଟଙ୍କାର ମିଠାଇ ଆଣି ପ୍ରେସ୍ କର୍ମଚାରୀମାନଙ୍କୁ ଟିକେ ଟିକେ ବାଣ୍ଟିଦେଲେ। ସବୁଯାକ ବହି ଦୋକାନମାନଙ୍କରେ ବିକ୍ରି କରିବାକୁ ଜମା ଦେଇଦେଲି। ଅନେକ ବନ୍ଧୁଙ୍କୁ ମଧ୍ୟ କିଛି କିଛି ବିକ୍ରି କରିବାକୁ ଦେଇଦେଲି। ସବୁଯାକ ବହି ମୋ ପାଖରୁ ଚାଲିଗଲା। ମାସକ ପରେ ମୋର ଦୋଳା ପର୍ବ ଆରମ୍ଭ ହେଲା। ସବୁ ବହି ଦୋକାନଙ୍କଠାରୁ ଉତ୍ତର ପାଇଲି, ବହି ବିକ୍ରି ହୋଇନାହିଁ। ବିକ୍ରି ହେଲେ ଆମେ ପଇସା ଦେଇଦେବୁ। ବନ୍ଧୁମାନେ କହିଲେ, ଅମୁକମାନଙ୍କୁ ଆମେ ବହି ବାଣ୍ଟି ଦେଇଛୁ, ସେମାନେ ନିକଟରେ ଟଙ୍କା ଦେବେ। ସେମାନେ ଟଙ୍କା ଦେଲେ ମୁଁ ତୁମକୁ ଦେଇ ଆସିବି। ଦୌଡ଼ି ଦୌଡ଼ି ନୟାନ୍ତ ହେଲି। ଗୋଟାଏ ବି ବହିର ଦାମ ପାଇଲି ନାହିଁ। ଯେଉଁ 600 ଟଙ୍କା ଖର୍ଚ୍ଚ କରିଥିଲି ସେଥିରୁ 6 ପଇସା ବି ମିଳିଲା ନାହିଁ। ସାନ୍ତ୍ୱନା ବାଣୀ ଓ ଉପଦେଶ ବହୁତ ପାଇଲି। କିଏ କହିଲା, ଏମିତି କଲେ କ'ଣ ପଇସା ମିଳେ? ମୁଁ ଯେମିତି କହୁଥିଲି ସେମିତି କରିଥିଲେ କଟାକ୍ରାନ୍ତି ସବୁ ପାଇଥାନ୍ତ। କିଏ କହିଲା, ଗୋଟେ ବହି ଦୋକାନୀ ପାଖରେ ଜମା ଦେଇଦେଲେ ଏତେ ବଡ଼ ଦୌଡ଼ିବାକୁ ପଡ଼ିନଥାନ୍ତା, ତାଠାରୁ ନିଶ୍ଚୟ ମିଳିଥାନ୍ତା। ବନ୍ଧୁମାନେ ପ୍ରତ୍ୟେକ କହିଲେ, ମୁଁ କ'ଣ କରିବି? ସେମାନଙ୍କ ପାଖରୁ ଦୌଡ଼ି ଦୌଡ଼ି ମୋ ଗୋଡ଼ରୁ ପାଣି ମଲାଣି। କେତେଜଣ ବି ଫୁମ୍ପଡ଼ି ଦେଖାଉଛନ୍ତି। ମୁଁ କ'ଣ ତୁମକୁ ମାଗି ଯାଇଥିଲି କି ହୋ ବହି କରିବି ବୋଲି ଯେଉଁ ପ୍ରବଳ କଣ୍ଟୁଜାତ ହୋଇଥିଲା, ତା ଉପରେ କଣ୍ଟୁ ଦାବାନଳର ପ୍ରଲେପ ବୋଲି ହୋଇଗଲା। ଡଗରରେ ନିୟମିତ ଭାବେ ମୋର ଗଳ୍ପର ଲେଖାଗୁଡ଼ିକ ବାହାରୁଥାଏ। ଜଣେ ବନ୍ଧୁଙ୍କର ଗୋଟେ ବହି ଦୋକାନ ଥିଲା। ସେ ମୋର ବହି ଛାପିବେ ବୋଲି କହିଲେ। ଡଗରରେ ପ୍ରକାଶିତ କେତେଗୁଡ଼ିଏ ଗଳ୍ପ ଏକତ୍ର କରି ତାଙ୍କୁ ଦେଲି। 10 ଟଙ୍କା 12 ଟଙ୍କା କରି ମୁଁ ତାଙ୍କଠାରୁ ପ୍ରାୟ 60-70 ଟଙ୍କା ପାଇଥିଲି। ବହି ଲେଖି ପଇସା ପାଇବା ଏହା ପ୍ରଥମ। ନାକଟା ଚିତ୍ରକର ବହିଟି ବହୁ ଲୋକ ପଢ଼ି ସାରିଥିଲେ। ଖବରର କାଗଜବାଲାମାନେ ମଧ୍ୟ ତା ଉପରେ ଭଲ ମତାମତ ଦେଇଥିଲେ। ନୀଳକଣ୍ଠ ଦାସଙ୍କଠାରୁ ଆରମ୍ଭ କରି ବହୁ ଗଣ୍ୟମାନ୍ୟ ବ୍ୟକ୍ତିଙ୍କଠାରୁ ମଧ୍ୟ ପ୍ରଶଂସା ପତ୍ର ପାଇ ସାରିଥିଲି। ଏଇ ବାଟେ ମନର ଗ୍ଳାନି ଅନେକ ପରିମାଣରେ କମିଗଲା। ସେ ବହିଟି ବଜାରରେ ଖୋଜା ପଡ଼ିଲା। ମୋ ପାଖରେ ଜମି ବିକ୍ରି ଟଙ୍କାରୁ ଆଉ କିଛି ଥିଲା। ସେଥିରେ ମୁଁ ତାହାର ଦ୍ୱିତୀୟ ମୁଦ୍ରଣ କରାଇଦେଲି। ବହୁ ବନ୍ଧୁ କହିଲେ, ଟେକ୍ସଟ ବୁକ୍ କମିଟିରେ ଏହି ବହିଟା ଦାଖଲ କରିଦିଅ। ମୁଁ 3 ଥର ତାହା କଲି। ପ୍ରତ୍ୟେକ ଥର ତାହା ଅମନୋନୀତ ହୋଇଥିଲା। ଏଥିପାଇଁ ଆଉ କେବେ ହେଲେ ବହି ଦାଖଲ କରିବିନି ବୋଲି ରାଣ ଖାଇଲି। ପ୍ରଥମ ମୁଦ୍ରଣ ବାହାରିବା ପରେ ଥରେ ମୋର ଆଦର୍ଶ ଔପନ୍ୟାସିକ ଶ୍ରୀ ଗୋପୀନାଥ ମହାନ୍ତି କଟକ ଟାଉନ ହଲକୁ ବକ୍ତୃତା ଦେବାକୁ ଆସିଥିଲେ। ମୋ ଆଖିରେ ସେ ଜଣେ ଦେବତା ତୁଲ୍ୟ ଲୋକ ଥିଲେ। ସେ ମଧ୍ୟ ଅଛନ୍ତି, ଏବେ ମଧ୍ୟ ଅଛନ୍ତି। ଟାଉନ ହଲରେ ବସି ମୁଁ ମନ୍ତ୍ରମୁଗ୍ଧ ବୋଲି ତାଙ୍କର ବକ୍ତୃତାଟି ଶୁଣିଲି। ସଭା ଭାଙ୍ଗିବା ପରେ ମୁଁ ଟାଉନ ହଲ ପିଣ୍ଡାରେ ତାଙ୍କୁ ଯାଇ ଦେଖାକରି ପରିଚୟ ଦେଲି। ସମସ୍ତେ ତାଙ୍କୁ ବେଢ଼ି ଥାନ୍ତି। ସେ ମୋତେ କହିଲେ, ତୁମର ନାଁ ଫତୁରାନନ୍ଦ? ତୁମର ନାକଟା ଚିତ୍ରକର। ବହି ମୁଁ ପଢ଼ିଛି। ତୁମର ଆଉ ବହି ଲେଖିବା ଦରକାର ନାହିଁ। ଏହି ଖଣ୍ଡରେ ତୁମେ ଅମର ହୋଇଗଲ। ତୁମର ଭବିଷ୍ୟତ ଉଜ୍ଜ୍ୱଳ। ମୋତେ ଆହୁରି ବହୁତ ଉତ୍ସାହ ଦେଇ ସେ ତାଙ୍କୁ ବେଢ଼ିଥିବା ଲୋକମାନଙ୍କୁ କହିଲେ, ଆହେ, ଆପଣମାନେ ଏପରି ଜଣେ ଉଦୀୟମାନ ନୂତନ ଲେଖକଙ୍କ ପାଇଁ କିଛି ହେଲେ କରନ୍ତୁ। ସେଠାରେ ଥିବା ଅଧିକାଂଶ ଲୋକ କହିଉଠିଲେ, ହଁ, ଆମେ ସେଥିପାଇଁ ଚେଷ୍ଟା କରିଛୁ। ଟେକ୍ସଟ ବୁକ୍ କମିଟିର ସଭ୍ୟ ଥିବା ବହୁ ଅଧ୍ୟାପକ ସେହିଠାରେ ଉପସ୍ଥିତ ଥିଲେ। ସେମାନଙ୍କ କଥା ଶୁଣି ମୋର ଦେହ ଜଳିଗଲା। ମନେ ମନେ ଭାବିଲି, 3 ଥର ମୋ ବହିକୁ ଫୋପାଡ଼ି ଦେଇ ନିଜ ବହିକୁ ବାଛିଲେ, ଅଥଚ ଏଠାରେ କହୁଛନ୍ତି, ହଁ, ଆମେ ତାଙ୍କ ପାଇଁ ବହୁତ ଚେଷ୍ଟା କରିଛୁ। ଯାହା ହେଉ, ସେଦିନ ଗୋପୀନାଥ ମହାନ୍ତିଙ୍କର ଉତ୍ସାହ ସବୁ ମନରେ ଭର୍ତ୍ତି କରି ଘରକୁ ଫେରିଲି। ରାତିରେ ନିଦ ହେବାକୁ ବହୁତ ଡେରି ହେଲା। ରାତିଯାକ ଗୋପୀନାଥ ମହାନ୍ତିଙ୍କର ଉତ୍ସାହବାଣୀ ମୋ ମନରେ ଆନନ୍ଦ ଉଷ୍ମତା ଖେଳାଇ ଦେଲାବେଳକୁ ଟେକ୍ସଟ କମିଟିର ସଭ୍ୟ ଅଧ୍ୟାପକମାନଙ୍କର ପ୍ରବଞ୍ଚନା ମନରେ ଘୃଣାର ନିଆଁ ଜଳାଇ ଦେଲା। ମୋ ମନରେ ଦୃଢ଼ ଧାରଣା ହେଲା ଯେ ମୁଁ ଜଣେ ଲେଖକ ହୋଇପାରିବି। ଏଥି ପୂର୍ବରୁ ଡଗର ପତ୍ରିକା କିପରି ଭଦ୍ରକର
ଭଦ୍ରକର ଗୋପୀନାଥ ପ୍ରେସକୁ କଟକକୁ ଆସିଲା ସେ ବିଷୟ ଟିକେ ବର୍ଣ୍ଣନା କରିବା ଉଚିତ ବୋଲି ମନେ କରୁଛି। ଡଗର ସମ୍ପାଦକ ନିତ୍ୟାନନ୍ଦ ବାବୁ ହିଁ ଯଥାର୍ଥରେ ମୋତେ ମୋର ଲେଖକ ଜୀବନର ମୂଳଦୁଆ ପକାଇଥିଲେ। ତାଙ୍କ ପାଖକୁ ମୁଁ ଯାହା ଲେଖି ପଠାଇଥିଲି ସେ ସମସ୍ତ ଛାପୁଥିଲେ। କୌଣସି ଲେଖାକୁ ସେ ବାଦ୍ ଦେଇନଥିଲେ। ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧା ଓ ପ୍ରବଳ ଆକର୍ଷଣ ଆସିଯାଇଥିଲା। ବୋଧହୁଏ 1949 ମସିହା କଥା କହୁଛି। ସେହି ସମୟରେ ଥରେ ନିତ୍ୟାନନ୍ଦ ବାବୁ କଟକ ଆସିଥିଲେ। ଆମ ଘରେ ବାଟ ଦେଇ ଯାଉଥିଲେ। ବିପରୀତ ଦିଗରୁ ମୁଁ ଆସୁଥିଲି। ନିତ୍ୟାନନ୍ଦ ବାବୁଙ୍କ ସାଙ୍ଗରେ ମୋର ଜଣେ ଚିହ୍ନା ଭଦ୍ର ଲୋକଟି ଯାଉଥିଲେ। ବାଟରେ ଭେଟ ହୋଇଗଲା ତାଙ୍କ ସାଙ୍ଗରେ। ସେ ନିତ୍ୟାନନ୍ଦ ବାବୁଙ୍କ ପରିଚୟ ମୋ ସାଙ୍ଗରେ କରାଇଦେଲେ। ମୁଁ ତାଙ୍କୁ ଦେଖି ଆନନ୍ଦରେ ଅଧୀର ହୋଇଗଲି। ତାଙ୍କୁ ନମସ୍କାର କରି କହିଲି, ମୋର ଆଜି ବଡ଼ ଭାଗ୍ୟ ଯାହାକି ଆପଣଙ୍କ ଦର୍ଶନ ପାଇଲି। ସେ ମଧ୍ୟ ମୋର ଲେଖାର ତାରିଫ କଲେ ଏବଂ ମୋତେ କହିଲେ, ଡଗର ଭଦ୍ରକରେ ରହିପାରିବ ନାହିଁ। ଆପଣ ଜାଣି ନାହାନ୍ତି ଗୋପୀନାଥ ପ୍ରେସଟା ଆମର ଇଜମାଇଲ ପ୍ରେସ। ବାପାଙ୍କର ଅନ୍ୟ ଭାଇମାନେ ବାରମ୍ବାର ମୋତେ କହିଲେଣି ଡଗରଟାକୁ ଅନ୍ୟ କେଡ଼େ ଆଡ଼େ ନେଇଯାଅ, ଏଠି ଆଉ ଛପା ହୋଇପାରିବନି। ମୋର ଭାରି ଇଚ୍ଛା ଥିଲା ଡଗର ପଡ଼ାରେ ଡଗରଟିକୁ କାଢ଼ିବି। ବହୁ ଚେଷ୍ଟା କରି ସୁଦ୍ଧା ସେଠାରେ ଗୋଟିଏ ଉପଯୁକ୍ତ ଘର ପାଇଲି ନାହିଁ। ଏବେ ଆପଣ ମୋତେ ଟିକେ ସାହାଯ୍ୟ କରନ୍ତୁ ଓ ଡଗରଟିକୁ କଟକକୁ ଆଣନ୍ତୁ। ମୁଁ ଆଗ ମନେ ମନେ ଭାବିନେଲି ଯେ ଡଗରକୁ ଆଣିହେବ, କାରଣ ପିଠାପୁରରେ ଆମ ନିଜର ଘର ଅଛି। ତାହା ଦୋଲମୁଣ୍ଡାଇ ଚୌଧୁରୀରୁ ବଜାର ପ୍ରଧାନ ରାସ୍ତା ଉପରେ ଅବସ୍ଥିତ। ସେଠାରେ ଥିବା ଭଡ଼ାଟିଆକୁ କାଢ଼ି ଦେଇ ଡଗରକୁ ଆଣିହେବ। ମୁଁ ତାଙ୍କ ପ୍ରସ୍ତାବରେ ସମ୍ମତ ହୋଇ ତାଙ୍କୁ କହିଲି, ଦେଖନ୍ତୁ, ଆପଣ ଯଦି ମୋର କକେଇ ଝିଅ ଭଉଣୀର ବିଭାଘର ନିୟନ୍ତ୍ରଣ ରକ୍ଷା କରିବେ ତାହେଲେ ମୁଁ ନିଶ୍ଚୟ ଆପଣଙ୍କ ପ୍ରେସଟିକୁ କଟକକୁ ନେଇ ଆସିବି। ସେ ବି ହସି ହସି ସମ୍ମତି ଜଣାଇଲେ। କଥା ହେଲା ପରେ ଯୋଗାଡ଼ ହେବା ସଙ୍ଗେ ସଙ୍ଗେ ମୁଁ ଚିଠି ଦେବି ଏବଂ ନିତ୍ୟାନନ୍ଦ ବାବୁ ପ୍ରେସ ନେଇ ଚାଲି ଆସିବେ। ପିଠାପୁରସ୍ଥ ଆମ ଘର ଭଡ଼ାଟିଆକୁ କାଢ଼ିବା ଲାଗି ଆମକୁ ଟିକେ ଅସୁବିଧାରେ ପଡ଼ିବାକୁ ହେଲା। ଶେଷରେ ତାଙ୍କୁ କାଢ଼ି ଚିଠି ଲେଖିଦେଲି। ଘର ଠିକ୍ ହେବା ପୂର୍ବରୁ ଅବଶ୍ୟ ସେ ଆମ ନିମନ୍ତ୍ରଣର ରକ୍ଷା କରିଥିଲେ। ସେ ଠୁଙ୍ଗା ଠୁଙ୍ଗା ଆସି ଆମ ଘରେ ବସା ବାନ୍ଧିଲେ। ସେ ଘରେ ପଛରେ ପାଇଖାନା ନଥିଲା, ତେଣୁ ସେ ଆସିବା ପୂର୍ବରୁ ଆମେ ପକ୍କା ପାଇଖାନାଟିଏ ତିଆରି କରିଦେଇଥିଲୁ। ମୁଁ ତାଙ୍କୁ ପଚାରିଲି, ଆପଣ ଠୁଙ୍ଗା ଠୁଙ୍ଗା ଚାଲି ଆସିଲେ ପ୍ରେସ କାହିଁ? ସେ କହିଲେ, ଏଠାରେ ସବୁ ନୂଆ ହୋଇ ଗଢ଼ା ହେବ। ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗିଲା। ସତକୁ ସତ ସେ ଡଗର ପଡ଼ାର ବିନୋଦ ଦାସଙ୍କ ପାଖକୁ ଯାଇ 2000 ଟଙ୍କା ଟାଇପ ଧାରରେ ନେଇ ଆସିଲେ। ବଙ୍ଗାଳୀ ସାହିର ଜଣେ ବଢ଼େଇଠାରୁ ଅକ୍ଷର କେସ୍ ତାର ଷ୍ଟାଣ୍ଡ ଓ କେସର ର୍ୟାକ୍ ସବୁ ଧାରରେ ଆଣିଲେ। ଆମ ଘରେ ଜଟିନାନା ନାମକ ଜଣେ ଔଷଧ ପ୍ରସ୍ତୁତିରେ ସାହାଯ୍ୟ କରିଥିଲା। ସେ ବାହାର ଗୋଟିଏ ପ୍ରେସରେ ଯାଇ କାମ କରୁଥିଲା। ଆମେ ତାକୁ ଏଠାରେ ନୂଆ ହୋଇ ଗଢ଼ା ହୋଇଥିବା ପ୍ରେସରେ ରଖାଇଦେଲୁ। ସେ କେସ୍ ମାନଙ୍କରେ ଅକ୍ଷର ସବୁ ପକାଇ ସଜାଇ ରଖିଥିଲା। ନିତ୍ୟାନନ୍ଦ ବାବୁ ଆଶା ପ୍ରେସରେ କାମ କରୁଥିବା କମ୍ପୋଜିଏଟର ଓ କରେକ୍ଟରମାନଙ୍କୁ ସନ୍ଧ୍ୟାବେଳେ ଆସି ଏଠାରେ କାମ କରିବାକୁ କହିଲେ। କାମ ଶୁରୁ ହୋଇଗଲା। ଡଗର ସମୁଦାୟ କମ୍ପୋଜ ହୋଇଯାଇ କାଠଗଡ଼ା ସାହିରେ ଥିବା ଗୋଟିଏ ପ୍ରେସରୁ ଛପା ହୋଇ ଆସିଲା। ଆମ ଘରର ପାଠ ପଢ଼ୁଥିବା ସମସ୍ତ ପିଲା ଛପା ଡଗରକୁ ତିଆରି କରିବାରେ ଲାଗିଗଲେ। ଜଟି ଖଞ୍ଜି ଦେଉଥିବା ଅନ୍ୟମାନେ ତାକୁ ତାର ସିଲାଇ ଓ ଷ୍ଟେପଲ କରି ଦେଉଥାନ୍ତି। ଏ କାମରେ ନିୟମିତ ରୂପେ ମୋର ଭାଇ କୃଷ୍ଣ, ଶ୍ୟାମ, ଅନନ୍ତ ଓ ଭଣଜା ବନମାଳୀ, ବାବନା ଏବଂ ବେଳେ ବେଳେ ପୁତୁରା ଦୁର୍ଗାପ୍ରସନ୍ନ ବଡ଼ ଉତ୍ସାହର କାମରେ ଲାଗିଯାଉଥାନ୍ତି। ଏଥିପାଇଁ ତାଙ୍କ ପିଛାରେ ପଇସାଟିଏ ବି ଖର୍ଚ୍ଚ କରିବା ଦରକାର ପଡ଼ୁନଥାଏ। ଜଟିଆ କେବଳ ମାସିକ 30 ଦରମାରେ ସବୁବେଳେ ପାଇଁ ମୁତୟନ ହେଉଥାଏ। ଡଗର ସେତେବେଳେ 4000 ଛପା ହେଉଥିଲା। ତାହା ମାସରେ 2 ଥର ବାହାରୁଥିଲା। ଡଗରର ଆଦର ଲେଖକଙ୍କ ପାଖରେ ଖୁବ୍ ବେଶୀ ଥିଲା। ଯେଉଁଦିନ ବାହାରିବ ସେଦିନ ପ୍ରାୟ 30-40 ପତ୍ରିକା ବିକାଳି ଓ ହକରା ସେ ଡଗର ପିଣ୍ଡାରେ ରୁଣ୍ଡ ହୋଇଯାଉଥିଲେ। ସେତେବେଳେ ଡଗରର ଦାମ ମାତ୍ର 4 ଅଣା ଥିଲା। ପ୍ରାୟ 50-60 ଜଣ ବାହାର ଏଜେଣ୍ଟଙ୍କ ପାଖକୁ ପୋଷ୍ଟାଲ ପ୍ୟାକେଟରେ ଯାଉଥାଏ। ଏହିପରି ପ୍ରାୟ ବର୍ଷାଧିକ କାଳ ଡଗର ବାହାର ପ୍ରେସରେ ଛପା ହୋଇ ବିକ୍ରି ହେଲା। କିଛି ଦିନ ପରେ ନିତ୍ୟାନନ୍ଦ ବାବୁ କଲିକତା ଗଲେ। ସେଠାରେ ପ୍ରବର୍ତ୍ତକ କମ୍ପାନୀର ସତ୍ତ୍ୱାଧିକାରୀଙ୍କ ପାଖରୁ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ଗଲେ। ସେ ଜଣେ ତାଙ୍କର ବନ୍ଧୁ ସତ୍ୟାଗ୍ରହୀ ଥିଲେ। ପ୍ରବର୍ତ୍ତକ କମ୍ପାନୀ ଗୋଟିଏ ପ୍ରିଣ୍ଟିଂ ମେସିନ ଆମଦାନିକାରୀ ସଂସ୍ଥା ଥିଲା। ସେ ସମୟରେ ଜାପାନରୁ 3ଟା ନୂଆ ମେସିନ ଏହି କମ୍ପାନୀକୁ ଆସିଥିଲା। ତାହା ନିତ୍ୟାନନ୍ଦ ବାବୁ ଦେଖିଲେ। ଗୋଟାଏ ମେସିନ କିଣିବା ଲାଗି ତାଙ୍କର ବହୁତ ଆଗ୍ରହ ହେଲା। ସେ ମଧ୍ୟ କିଛି ଟଙ୍କା ନେଇ ମେସିନ କିଣିବା ପାଇଁ କଲିକତା ଯାଇଥିଲେ। ସେତେବେଳେ ମେସିନର ଦାମ ଥିଲା 6 ଲକ୍ଷ। ତାଙ୍କ ପାଖରେ ସେତେବେଳେ ମାତ୍ର
ସେତେବେଳେ ତାଙ୍କ ମାତ୍ର 2000 ଟଙ୍କା ଥିଲା। ସେହି ପ୍ରିଣ୍ଟିଂ ମେସିନ୍ର ଲୋଭ ସମ୍ବରଣ କରିନପାରି ସେ ତାଙ୍କ ପାଖରେ ଥିବା 2000 ଟଙ୍କା ଗୋଟେ ମେସିନ୍ ପାଇଁ ଅଗ୍ରିମ ଦେଇ ପଳାଇ ଆସିଲେ। ତାଙ୍କ ବର୍ଷାଧିକ କାଳ ନିତ୍ୟାନନ୍ଦ ବାବୁଙ୍କ ଟଙ୍କା ଦେଇ ପାରିଲେ ନାହିଁ। ସେ ସମୟରେ କଟକରେ ବସନ୍ତ କୁମାର ମହାନ୍ତି ଓ ଲକ୍ଷ୍ମୀନାରାୟଣ ମହାନ୍ତି ନାମରେ 2 ଜଣ ପୋଲିସ କର୍ମଚାରୀ ଥିଲେ। 2 ଜଣ ଯାକ ନିତ୍ୟାନନ୍ଦ ବାବୁଙ୍କ ପରମ ବନ୍ଧୁ ଥିଲେ। ଲକ୍ଷ୍ମୀନାରାୟଣ ମହାନ୍ତି ଜଣେ ପ୍ରସିଦ୍ଧ ଅନୁବାଦକ ଓ ଓଡ଼ିଶା ଲେଖକ ସହଯୋଗ ସମିତିର କର୍ମକର୍ତ୍ତା ଥିଲେ। ବସନ୍ତ ବାବୁ ନିତ୍ୟାନନ୍ଦ ବାବୁଙ୍କର ମନସ୍ତାପ ଦେଖି ନିଜର ଜମି ବନ୍ଧା ଦେଇ ପ୍ରବର୍ତ୍ତକ କମ୍ପାନୀର ବାକିଆ ଟଙ୍କା ଭରଣ କରିଦେଲେ ଏବଂ ଲକ୍ଷ୍ମୀନାରାୟଣ ବାବୁ ବମ୍ବେରୁ ନ୍ୟୁଜ୍ ପ୍ରିଣ୍ଟିଂ ଅଣାଇବାର ସାହାଯ୍ୟ କଲେ। ମେସିନ୍ ଆସି ଡଗରର ପ୍ରାଙ୍ଗଣରେ ଥୁଆ ହେଲା। ପରେ ପରେ ବମ୍ବେରୁ ନ୍ୟୁଜ୍ ପ୍ରିଣ୍ଟିଂ ଆସି ଡଗରର ଗୋଟିଏ କୋଠି ଭର୍ତ୍ତି ହୋଇଗଲା। ଆମମାନଙ୍କର ମନ ଆନନ୍ଦରେ ପୂରି ଯାଉଥାଏ। ମେସିନ୍ଟି ଥୋଇବା ଲାଗି ଗୋଟିଏ ଘର ତିଆରି ହୋଇଗଲା ଏବଂ କଲିକତାରୁ ଆସିଥିବା ଗୋଟିଏ ମେକାନିକ୍ ତାଙ୍କୁ ଖଞ୍ଜିଦେଲା। ଭଦ୍ର ଗୋପୀନାଥ ପ୍ରେସରୁ ବାଇଧର ନାମରେ ଜଣେ ମେସିନ୍ ମ୍ୟାନ୍ ଏବଂ ସୋମନାଥ ତ୍ରିପାଠୀ ନାମରେ ଜଣେ ଦାଢ଼ିଆ ପଣ୍ଡିତ ପ୍ରେସ୍ ପରିଚାଳକ ଭାବରେ ନିଯୁକ୍ତ ହେଲେ। ମେସିନ୍ ଆସିବାରୁ ବଡ଼ କମ୍ପୋଜ ଘରଟି ତିଆରି କରିବାକୁ ପଡ଼ିଲା। ମେସିନ୍ ପାଇଁ ଇଲେକ୍ଟ୍ରିକ୍ ମୋଟର ଆସି ନଥାଏ। ସେଥିପାଇଁ ତାକୁ ହାତରେ ଚଳାଇବା ପାଇଁ ଗୋଟେ ଶ୍ରମିକ ନିଯୁକ୍ତ ହୋଇଥିଲା। ଡଗର ଛପା ହେବାରେ ଆମମାନଙ୍କ ମନରେ ଏତେ ଉନ୍ମାଦନା ଆସିଯାଇଥିଲା ଯେ ମୁଁ ଶ୍ୟାମ କୃଷ୍ଣ ଦୁର୍ଗାପ୍ରସନ୍ନ ମହା ଉତ୍ସାହରେ ହାତରେ ଚଳାଉଥିଲୁ। ପରେ ପରେ କଲିକତାର ଗୋଟିଏ ସେକେଣ୍ଡ ହ୍ୟାଣ୍ଡ ଚାଣ୍ଡେଲିୟର ପ୍ରାଇସ୍ ଡ୍ରିଲ୍ ମେସିନ୍, ଗୋଟିଏ ଇଲେକ୍ଟ୍ରିକ୍ ମୋଟର ଓ ଗୋଟିଏ କଟିଂ ମେସିନ୍ ଆସିଗଲା ଏବଂ ଛାପା କାମ ଧୁମ୍ଧାମରେ ଚାଲିଲା। ପରେ ପରେ ଗୋଟିଏ ଫୋରେଟିଂ ମେସିନ୍, ପ୍ରୁଫ୍ ମେସିନ୍, ଗୋଟିଏ ଡିମେଟ୍ ଷ୍ଟୋନ୍ ଓ କେତେଗୁଡ଼ିଏ ନମ୍ବରିଂ ମେସିନ୍ ଆସିଗଲା। ପୂର୍ଣ୍ଣାଙ୍ଗ ପ୍ରେସ୍ ଚାଲୁ ହେଲା। ମ୍ୟାନେଜର ଭାବରେ ବସନ୍ତ କୁମାର ମହାନ୍ତି, ପ୍ରୋପ୍ରାଇଟର ଭାବରେ ରାମଚନ୍ଦ୍ର ମହାନ୍ତି ଓ ସିନିୟର ମେସିନ୍ ମ୍ୟାନ୍ ଭାବରେ ନିତ୍ୟାନନ୍ଦ ଦତ୍ତ କାର୍ଯ୍ୟ କଲେ। ଛାପା କାମଟା ପୂରାପୂରି ଟେକ୍ନିକାଲ ହୋଇଥିବାରୁ ପ୍ରାୟ ବର୍ଷେ 2 ବର୍ଷ ପର୍ଯ୍ୟନ୍ତ କର୍ମଚାରୀମାନଙ୍କ କଥାବାର୍ତ୍ତାରୁ ମୁଁ ବିନ୍ଦୁ ବିସର୍ଗ ବୁଝିପାରୁନଥିଲି। ଥରେ ନିତ୍ୟାନନ୍ଦ ବାବୁ ଜଣେ କର୍ମଚାରୀ ଉପରେ ବିରକ୍ତ ହୋଇ କହିଲେ, ଏତେ ଦିନ ଯାଏ କାମ କଲୁଣୁ, ଏତିକି ଟିକେ ଶିଖିପାରିଲୁନି? ମୁଁ ସେଠାରେ ଥିଲି। ମୁଁ ବିଲି ବିଲେଇ ଉଠିଲି। ମୁଁ ତ ବହୁତ କିଛି ଶିଖିଗଲିଣି। ସେ ପଚାରିଲେ, କ'ଣ କିଛି ଶିଖିଗଲଣି? କର୍ମଚାରୀମାନଙ୍କ ଦ୍ୱାରା ବହୁଳ ଭାବରେ ବ୍ୟବହୃତ 4ଟି ମାତ୍ର ଶବ୍ଦ ଉଦ୍ଧାର କରି ମୁଁ କହିଲି, 1 M, 2 M, ବଟକିନ୍, ସୁଟକିନ୍। ସେଠାରେ ଥିବା ସମସ୍ତେ ହସି ଉଠିଲେ। ନିତ୍ୟାନନ୍ଦ ବାବୁ କହିଲେ, ହଁ, ଏତେ ଗୁଡ଼ାଏ ଶିଖିଗଲ? କାନ୍ତକବିଙ୍କ ଦ୍ୱାରା ପ୍ରତିଷ୍ଠିତ ଡଗର କଟକକୁ ଆସିଛି। ସୁତରାଂ ଡଗର ପ୍ରେସଟି ଏକ ପ୍ରକାର ଗୋଟିଏ ସାହିତ୍ୟ ମନ୍ଦିର ହୋଇଯାଇଥାଏ। ତେଣୁ ସାହିତ୍ୟର ଭକ୍ତମାନେ ନିୟମିତ ଭାବରେ ଏହି ମନ୍ଦିରକୁ ଆସୁଥାନ୍ତି। ଏମାନଙ୍କ ଭିତରେ ପ୍ରଧାନ ଥିଲେ ରାଜକିଶୋର ପଟ୍ଟନାୟକ, ସୁରେନ୍ଦ୍ର ମହାନ୍ତି, ମନୋଜ ଦାସ, ଚିତ୍ତରଞ୍ଜନ ଦାସ, ଭାବଗ୍ରାହୀ ମିଶ୍ର, ନଟବର ସାମନ୍ତରାୟ, ଜାନକୀ ବଲ୍ଲଭ ମହାନ୍ତି, ଦୁର୍ଗାଚରଣ ପରିଡ଼ା, ବ୍ରଜନାଥ ରଥ, ଗୋଦାବର୍ଷ ମହାପାତ୍ର, ରବି ସିଂ, ସାରଳା ଦେବୀ, ମନମୋହନ ମିଶ୍ର, ମନୋରଞ୍ଜନ ଦାସ, ରମାକାନ୍ତ ରଥ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ଲକ୍ଷ୍ମୀ ନାରାୟଣ ସାହୁ, ଗୋପାଳ ମିଶ୍ର, କୃଷ୍ଣଚରଣ ବେହେରା, ରାଧାମୋହନ ଗଣନାୟକ, ବିନୋଦ ରାଉତରାୟ, ସଚ୍ଚିଦାନନ୍ଦ ରାଉତରାୟ, ମାୟାଧର ମାନସିଂହ, ମହାପାତ୍ର ନୀଳମଣି ସାହୁ, ଅଖିଳ ମୋହନ ପଟ୍ଟନାୟକ, ଯଦୁନାଥ ଦାସ ମହାପାତ୍ର, କୁଞ୍ଜବିହାରୀ ଦାସ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ରେଭେନ୍ସା କଲେଜର ଅଧିକାଂଶ ଛାତ୍ର ସେତେବେଳେ ଡଗର ପ୍ରେସକୁ ଏକ ତୀର୍ଥଭୂମି କରି ସାରିଥାନ୍ତି। ମୁନି ଋଷିଙ୍କ ଆଶ୍ରମରେ ବେଦଧ୍ୱନି ହେଲା ପରେ ଡଗର ପ୍ରେସରେ ସାହିତ୍ୟ ଚର୍ଚ୍ଚାର ଧ୍ୱନି ଗୁଞ୍ଜରି ଉଠୁଥିଲା। ସମସ୍ତଙ୍କ କେନ୍ଦ୍ରସ୍ଥଳୀ ଥିଲେ ନିତ୍ୟାନନ୍ଦ ବାବୁ। ମୋତେ ସେତେବେଳେ ପଚାରେ କିଏ? ସାହିତ୍ୟର ହାୱା ମୋ ଦେହରେ ଏକରକମର ଘଷି ହେଉଥିଲା। ନିତ୍ୟାନନ୍ଦ ବାବୁଙ୍କ ସହିତ ମୋର ଆତ୍ମୀୟତା ଅତି ପ୍ରବଳ ହୋଇ ଉଠିଥିଲା। ପ୍ରେସଟା ଏକ ସାହିତ୍ୟ ଖଟିରେ ପରିଣତ ହୋଇଥିଲା। କାନ୍ତକବିଙ୍କ ପ୍ରତି ମୋର ପ୍ରଗାଢ଼ ଭକ୍ତି ଥିଲା। ଭଦ୍ରକରେ ଦେଖିଲା ବେଳେ ଡଗରରେ କାନ୍ତକବିଙ୍କର କଣାମାମୁଁଟି ବାହାରିଥିଲା। ମାତ୍ର 2-3ଟି ସଂଖ୍ୟାରେ କଣାମାମୁଁର ଅଂଶବିଶେଷ ପ୍ରକାଶ ପାଇଲା। ସେତକ ପଢ଼ି ମୁଁ ଏକ ପ୍ରକାର କାନ୍ତକବିଙ୍କୁ ଝୁରୁଥିଲି। ନିତ୍ୟାନନ୍ଦ ବାବୁଙ୍କ ଜରିଆରେ ମୁଁ ତାଙ୍କ ବିଷୟରେ ସବୁକିଛି ଜାଣିଲି ଏବଂ ପତ୍ରାଳାପ ଆରମ୍ଭ କଲି। କଣାମାମୁଁର ଅବଶିଷ୍ଟାଂଶକୁ ପୁଣି ଧାରାବାହିକ ଭାବରେ ଲେଖିବା ପାଇଁ ତାଙ୍କ ପାଖରେ ଅଲିକଲି। ସେ ମଧ୍ୟ ମୋତେ ଜଣାଇଦେଲେ ଯେ ସେତେବେଳେ ଲେଖାଲେଖି କରିବାକୁ ସେ ଉପଯୁକ୍ତ ପରିସ୍ଥିତି ପାଉନାହାନ୍ତି। ସମ୍ପତ୍ତି ରକ୍ଷଣାବେକ୍ଷଣରେ ତାଙ୍କର ପ୍ରାୟ ସମସ୍ତ ସମୟ ଅତିବାହିତ ହୋଇଯାଉଛି।
ଅନୁକୂଳ ପରିସ୍ଥିତି ହେଲେ ସେ ପୁଣି ଲେଖିବେ। ଦିନେ ନିତ୍ୟାନନ୍ଦ ବାବୁ ଗୋଟିଏ ଶୁଭ ଖବର ଦେଲେ ଯେ ସପ୍ତାହକ ମଧ୍ୟରେ କାନ୍ତକବି ଡଗର ପ୍ରେସକୁ ଆସିବେ। ଆନନ୍ଦରେ ସେ ମନଟା ମଜଗୁଲ ହୋଇଗଲା। ମୁଁ ଠିକ୍ କରିନେଲି ଯେ ଏଣିକି ତାଙ୍କ ସାଙ୍ଗରେ ଲାଗି ଲାଗି ତାଙ୍କଠାରୁ କଣାମାମୁଁ ସମ୍ପୂର୍ଣ୍ଣ ଆଦାୟ କରିବି। ଦିନ ଗଡ଼ିଗଲା। ଶେଷରେ କାନ୍ତକବି ସଦଳବଳ ଆସି ଡଗର ପ୍ରେସରେ ପହଞ୍ଚିଲେ। କାନ୍ତକବିଙ୍କ ସାଙ୍ଗରେ ଆସିଥିଲେ ତାଙ୍କ ସ୍ତ୍ରୀ ଲବଙ୍ଗଲତା ଦେବୀ, ସାନପୁଅ ଗୌର, ଜଣେ ଗୁମାସ୍ତା ଓ ଜଣେ ଖଟଣିଆ ଚାକର। ସେ ଡଗର ପ୍ରେସରେ ପହଞ୍ଚିଲା ବେଳକୁ ମୁଁ ଡଗର ପ୍ରେସରେ ନଥିଲି। ଆମ ଘରକୁ ସଙ୍ଗେ ସଙ୍ଗେ ଖବର ଆସିଲା। ମୁଁ ସବୁ କାମ ଛାଡ଼ି ଦେଇ ତାଙ୍କ ପାଖରେ ଯାଇ ପହଞ୍ଚିଲି। କବି ଓ କବି ପତ୍ନୀଙ୍କ ଭକ୍ତିର ସହ ନମସ୍କାର କଲି। ଦୁହେଁ ହସି ହସି ମୋତେ ଆଶୀର୍ବାଦ କଲେ। ଅନ୍ୟ କିଛି କଥାବାର୍ତ୍ତା ଆରମ୍ଭ ନ କରି ମୁଁ ପ୍ରଥମେ ଆରମ୍ଭ କରି ମଉସା, ଏଠିକି କଣାମାମୁଁ ଲେଖା ସରିବାକୁ ହେବ। ସେ ମୋତେ କହିଲେ, ତୁମର ପ୍ରଥମ କଥା ସେଇଆ ହେବ। ମୁଁ ବୋଲି ମୁଁ ଆଗରୁ ଜାଣିଥିଲି। ତାଙ୍କ ସଙ୍ଗେ ସଙ୍ଗେ ପୁଣି କହିଲେ, ଆଚ୍ଛା ଜିଉ, ତାହା ଏକ ବାତ୍ସଲ୍ୟ ଡାକ ବୋଲି ଧରି ନେଇଥିଲେ। ମୋତେ ଜିଉ ଡାକିବାର କାରଣ ମୁଁ ଆଜି ଜାଣିନାହିଁ। ତାହା ଏକ ବାତ୍ସଲ୍ୟ ଡାକ ବୋଲି ଧରି ନେଇଥିଲି। ସତ କହିଲେ ତମକୁ ସେ କଣାମାମୁଁର ଅଂଶତକ ପ୍ରକୃତରେ ଭଲ ଲାଗିଛି ନା ମୋତେ ତେଲେଇବାକୁ ବହୁ ଚିଠି ଲେଖିଛ ଏବଂ ଏବେ ମୁଁ ଆସୁ ଆସୁ ମୋତେ କହୁଛ? ମୁଁ ଗଦଗାଦ ହୋଇ କହି ଉଠିଲି, କ'ଣ କହୁଛ ମଉସା? ମୋତେ ଯିଏ ତାହା କେତେ ଆନନ୍ଦ ଦେଇଛି ମୁଁ କଥାରେ କହିପାରିବିନି। ଆପଣ ଯେ କେଡ଼େ ଅମୂଲ୍ୟ ରତ୍ନଟି ସୃଷ୍ଟି କରିଛନ୍ତି ତାହା ଆପଣ ବୋଧେ ନିଜେ ଜାଣିପାରୁନାହାନ୍ତି। ଉଚ୍ଚ କୋଟିର ଲେଖକମାନେ ନର୍ମତାବଶତଃ ନିଜ ଲେଖାର ତାରିଫ କରନ୍ତି ନାହିଁ। କାନ୍ତକବି ହସି ପକାଇଲେ। କଥା ଅନ୍ୟ ଆଡ଼େ ଗଡ଼ିଗଲା। ଢେଙ୍କାନାଳଠାରେ ଢେଙ୍କିଶାଳ ଯାଇ କେତେ ଯେ କଥା ତାଙ୍କ ସହ ମୋର ହୋଇଗଲା ତାର କିଛି ଇୟତ୍ତା ରହିଲା ନାହିଁ। ମୁଁ ବହୁତ ଥର ହସି ହସି ବେଦମ୍ ହୋଇଗଲି। କାନ୍ତକବି କିନ୍ତୁ ଠୋ ଠୋ ହୋଇ ହସିବାର ଲୋକ ନଥିଲେ। ତାଙ୍କ କଥାରେ ଅନ୍ୟ ଜଣେ ହସିବାର ଦେଖିଲେ ତାଙ୍କ ମୁଖମଣ୍ଡଳରେ କେବଳ ହସର ଛଟା ଦିଶେ। ତାଙ୍କର ଆସିବା କଥା କଟକ ସହରରେ ଚାରିଆଡ଼େ ରାଷ୍ଟ୍ର ହୋଇଗଲା। କାଳୀଚରଣ ପଟ୍ଟନାୟକ ପ୍ରତିଦିନ ଆସି କାନ୍ତକବିଙ୍କ ପାଦ ଧରି ନେଇ ମୁଣ୍ଡରେ ମାରିବା ଏକ ନିତ୍ୟ ନୈମିତ୍ତିକ କ୍ରିୟା ହୋଇଗଲା। ନୀଳକଣ୍ଠ ଦାସ, ଗୋପୀନାଥ ମହାନ୍ତି, କାଳିନ୍ଦୀଚରଣ ପାଣିଗ୍ରାହୀ, ବୈକୁଣ୍ଠ ପଟ୍ଟନାୟକ, ବିଚିତ୍ରାନନ୍ଦ ମହାନ୍ତି ପ୍ରଭୃତି ଶୀର୍ଷସ୍ଥାନୀୟ ବ୍ୟକ୍ତିମାନେ କାନ୍ତକବିଙ୍କ ପାଖକୁ ଆସୁଥିଲେ। କାନ୍ତକବିଙ୍କୁ ଲେଖିବା ଲାଗି ମୁହୂର୍ତ୍ତେ ହେଲେ ଫୁରସତ ମିଳୁନଥିଲା। ସେ ସମୟରେ କେନ୍ଦୁଝର ଅବସରପ୍ରାପ୍ତ ଏସ୍.ପି. ବୈକୁଣ୍ଠନାଥ ବାବୁଙ୍କୁ ଆସି ଡଗର ପ୍ରେସରେ ଅବସ୍ଥାନ କରିଥିଲେ। 2 ପ୍ରହର ସମୟଟି କାନ୍ତକବିଙ୍କ ପକ୍ଷରେ ଲେଖିବାକୁ ସୁବିଧାଜନକ ହେବ ଭାବି ଆମେ ସେହି ସମୟରେ କାନ୍ତକବିଙ୍କ ସଙ୍ଗେ ସମସ୍ତଙ୍କ ସାକ୍ଷାତକାର ବନ୍ଦ କରାଇଦେଲୁ। କାନ୍ତକବି ଶୋଇଛନ୍ତି ବୋଲି କହି ସମସ୍ତଙ୍କୁ ଫେରାଇ ଦେଉଥିଲୁ। ସେହି 2 ପ୍ରହର ସମୟରେ ନିରୋଳରେ ଥାଇ କାନ୍ତକବି କଣାମାମୁଁ ଲେଖିବା ଆରମ୍ଭ କରିଦେଲେ। ମୁଁ ନିଜେ ମଧ୍ୟ 2 ପ୍ରହର ବେଳା କାନ୍ତକବିଙ୍କ ପାଖରେ ନ ରହି ଘରେ ଚୁପଚାପ ରହିଲି। ଅପରାହ୍ନରେ ତାଙ୍କ ପାଖରେ ଆସି ପହଞ୍ଚିଲେ ସେ ଲେଖିବା ଅଂଶତକ ପଢ଼ନ୍ତି। ମୁଁ ତନ୍ମୟ ହୋଇ ସେତକ ଶୁଣେ। ଏହିପରି ଭାବରେ ଲେଖି କାନ୍ତକବି 2 ମାସ ଭିତରେ କଣାମାମୁଁ ସାରିଦେଲେ। କାନ୍ତକବି ବାଧ୍ୟ ହୋଇ କଣାମାମୁଁ ଲେଖିବାଟି ଶେଷ କରିଥିଲେ। ସେ ଦିନେ ଖେଦ ପ୍ରକାଶ କରି କହିଲେ, ମାଳି ମକଦ୍ଦମା ଆଦିର ବିରକ୍ତିଜନକ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ମୁଁ କିଛିଦିନ ପାଇଁ ଏଠାକୁ ପଳାଇ ଆସିଲି। କିନ୍ତୁ ମାଳି ମକଦ୍ଦମାଗୁଡ଼ାକ ଭଦ୍ରକରୁ ମୋତେ ଗୋଡ଼େଇ ଗୋଡ଼େଇ ଆସି ଏଠାରେ ପହଞ୍ଚିଲେଣି। ଗୁମାସ୍ତାମାନେ ମକଦ୍ଦମାରେ ନଥିପତ୍ର ଧରି ଭଦ୍ରକରୁ ଏଠାକୁ ବାରମ୍ବାର ଆସିଲେ। ସେସବୁ ବିରକ୍ତିକର ଜିନିଷ ଆଲୋଚନା ଦ୍ୱାରା ବ୍ୟଥିତ ହୋଇ କାନ୍ତକବି କଣାମାମୁଁଙ୍କୁ ତରତର ହୋଇ ଶେଷ କରିଦେଲେ। ତାକୁ ବଢ଼ାଇବାକୁ ମୁଁ ଯେତେ ଅନୁନୟ ବିନୟ କଲି ସେଥିରେ ସେ ନିଜର ଅକ୍ଷମତା ପ୍ରକାଶ କଲେ। ସେ କହିଲେ, ମାଳି ମକଦ୍ଦମା ବିଷୟ ଚର୍ଚ୍ଚା ଓ ସାହିତ୍ୟ ଚର୍ଚ୍ଚା ଏକାଠି ଚଳିପାରିବ ନାହିଁ। ଦିନେ ସେ ମୋତେ କହିଲେ, ମୋର ଇଚ୍ଛା ଥିଲା ଯେ ଭାରତ ସଶସ୍ତ୍ର ମୁକ୍ତି ସଂଗ୍ରାମରେ କଣାମାମୁଁଙ୍କର ଯୋଗଦାନ କରାଇଥାନ୍ତି ଏବଂ ଭାରତ ସ୍ୱାଧୀନତା ପ୍ରାପ୍ତିର ଚିତ୍ର ଦେଇଥାନ୍ତି। କିନ୍ତୁ ତାହା ଆଉ କରିହେବ ନାହିଁ। ମନଟା ଏକାବେଲେ ଭାଙ୍ଗିଗଲାଣି।